ଆପଣ ଯଦି ଜଣେ ଚାଷୀ ଭାଇ ଅଟନ୍ତି, ଆପଣ ସିଏମ୍ କିଷାନର ଟଙ୍କା ପାଉନାହାନ୍ତି, ସିଏମ୍ କିଷାନ ଯୋଜନାରେ ଆପ୍ଲାଏ କରିଛନ୍ତି। ସିଏମ୍ କିଷାନ ଯୋଜନାରେ ଯଦି ଆପଣମାନେ ଆପ୍ଲାଏ କରିଛନ୍ତି, ଆପଣ ଆପ୍ଲାଏ କରିବାର କିଛି ଦିନ ହେଇଗଲାଣି, ଆପଣମାନେ ଆପଣଙ୍କର ସିଏମ୍ କିଷାନ ଯୋଜନାର ଷ୍ଟାଟସ୍ଟି ଚେକ୍ କରି ଦେଖିପାରିବେ ଆପଣଙ୍କର ମୋବାଇଲରେ ଆପଣ ଏଲିଜିବୁଲ୍ ହେଉଛନ୍ତି ନା ନାହିଁ। ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସୁଛି ନା ନାହିଁ ଆପଣମାନେ ଚେକ୍ କରିପାରିବେ। ପ୍ରଥମେ ତ ଆପଣମାନେ ଦେଖିନିଅନ୍ତୁ ଆପଣ ଯେଉଁ ଆପ୍ଲାଏ କରିଛନ୍ତି ସିଏମ୍ କିଷାନ ଯୋଜନାରେ ଆପଣଙ୍କର ଫର୍ମଟି କ'ଣ ହେଲାଣି, ଆପ୍ରୁଭ୍ ହେଇଛି ନା ନାହିଁ ଆପଣମାନେ ଆପଣଙ୍କର ଷ୍ଟାଟସ୍ଟି ନିଜ ମୋବାଇଲ ମାଧ୍ୟମରେ ଘରେ ବସି ଚେକ୍ କରିପାରିବେ। ପ୍ରଥମେ ତ ଆପଣଙ୍କର ଫୋନ୍ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜରଟି ଓପନ୍ କରିବେ। ବ୍ରାଉଜରଟି ଓପନ୍ କଲା ପରେ ସର୍ଚ୍ଚ ବାର୍ ବକ୍ସରେ ସିଏମ୍ କିଷାନ ଲେଖି ସର୍ଚ୍ଚ କରିବେ। ସର୍ଚ୍ଚ କଲା ମାତ୍ରକେ ପ୍ରଥମେ ଆସିଯିବ ଏଇଭଳି ଲିଙ୍କ୍, ସେ ଲିଙ୍କ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଏଇଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। କୃଷକମାନଙ୍କୁ ଚାଷ କାର୍ଯ୍ୟ ପାଇଁ ସହାୟତା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ନିମନ୍ତେ ପ୍ରତ୍ୟେକ ଫସଲ ଋତୁ ପାଇଁ 2,000 ଟଙ୍କା, ବାର୍ଷିକ 4,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି। ଭୂମିହୀନ କୃଷି ପରିବାରଙ୍କ ସହାୟତା, ଭୂମିହୀନ କୃଷକ ପରିବାରଙ୍କ ଜୀବିକା ଉପାର୍ଜନ ସକାଶେ ଆନୁଷଙ୍ଗିକ କୃଷି କାର୍ଯ୍ୟ ଆପଣାଇବା ପାଇଁ 12,500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଆପଣମାନେ ଯଦି ଭୂମିହୀନରେ ଆପ୍ଲାଏ କରିଛନ୍ତି ତାହେଲେ ଆପଣଙ୍କୁ 12,500 ଟଙ୍କା ମିଳିବ। ଯଦି ଆପଣମାନେ କ୍ଷୁଦ୍ର ନାମମାତ୍ର ଚାଷୀ ହେଇଛନ୍ତି ତାହେଲେ ଆପଣମାନଙ୍କୁ ବର୍ଷକୁ 2 ଥର ଯାହାକି 4,000 ଟଙ୍କା ମିଳିବ। ଆପଣ ପ୍ରଥମେ ଆପଣଙ୍କର ଷ୍ଟାଟସ୍ଟି ଚେକ୍ କରିନିଅନ୍ତୁ। ଷ୍ଟାଟସ୍ଟି ଚେକ୍ କରିବାକୁ ହେଲେ ଦେଖନ୍ତୁ ଏହି ପେଜ୍ରେ ଅନେକ ଗୁଡ଼ିଏ ଅପସନ୍ ସବୁ ରହିଛି। ତା ଭିତରେ ରହିଛି ଦେଖନ୍ତୁ ସାଇଡ଼୍ରେ ସ୍ଥିତି ଯାଞ୍ଚ କରନ୍ତୁ ବୋଲି ଯେଉଁ ଅପସନ୍ଟି ରହିଛି ତା ଉପରେ କ୍ଲିକ୍ କରିବେ। ଏଇଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ଚେକ୍ ୟୋର ଷ୍ଟାଟସ୍ ଦେଖନ୍ତୁ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବରଟି ଦେବା ପାଇଁ ପଡ଼ିବ କିମ୍ବା ଟୋକନ୍ ନମ୍ବରଟି ଦେବା ପାଇଁ ପଡ଼ିବ। ଯେତେବେଳେ ଆପଣମାନେ ରେଜିଷ୍ଟ୍ରେସନ୍ କରିଥିଲେ, ଆପ୍ଲାଏ କରିଥିଲେ, ସେତେବେଳେ ଆପଣମାନଙ୍କୁ ଗୋଟେ ଟୋକନ୍ ନମ୍ବର ମିଳିଥିବ। ଯଦି ଆପଣମାନଙ୍କର ଟୋକନ୍ ନମ୍ବରଟି ନାହିଁ ଆପଣ କେବଳ ଆପଣଙ୍କର ଆଧାର ନମ୍ବରଟି ଦେଇଦେବେ ଖାଲି ବକ୍ସରେ। ଆଧାର ନମ୍ବରଟି ଦେଇସାରିଲା ପରେ ତଳେ ଦେଖନ୍ତୁ ଆପଣମାନଙ୍କୁ ଗୋଟେ କ୍ୟାପ୍ଚା ଶୋ ହେଉଥିବ, ଯେଉଁ ନମ୍ବରଟି ଶୋ ହେଉଥିବ ଏଇ ଖାଲି ବକ୍ସରେ ସେଇ ନମ୍ବରଟିକୁ ଦେଖିକିରି ଆପଣମାନେ ଏଣ୍ଟର କରିଦେବେ। ଯାହା ବି ଲେଖା ଦେଖିବା ପାଇଁ ଆପଣମାନଙ୍କୁ ମିଳୁଥିବ ସେଇଆ ହିଁ ଆପଣମାନେ ଏଠି ଏଣ୍ଟର କରିଦେବେ ଖାଲି ବକ୍ସରେ। ଏଣ୍ଟର କରିସାରିଲା ପରେ ତଳେ ରହିଛି ଶୋ ବଟନ୍, ତାପରେ କ୍ଲିକ୍ କରିବେ। ଦେଖନ୍ତୁ ଚେକ୍ ୟୋର ଷ୍ଟାଟସ୍ ହିଷ୍ଟ୍ରି ଆପଣମାନେ ଦେଖିପାରିବେ। ଦେଖନ୍ତୁ ଜଣେ ଚାଷୀ ଭାଇଙ୍କର କ୍ଷୁଦ୍ର ନାମମାତ୍ର ଚାଷୀ ହିସାବରେ ପଞ୍ଜୀକୃତ କରିଥିଲେ, ରେଜିଷ୍ଟ୍ରେସନ୍ କରିଥିଲେ। ଯେମିତିକି ତାଙ୍କର ଷ୍ଟାଟସ୍ଟି ବର୍ତ୍ତମାନ ଶୋ ହେଉଛି ଆପ୍ଲିକେସନ୍ ଫର୍ମ କମ୍ପ୍ଲିଟ୍, VOW ଭେରିଫିକେସନ୍ କମ୍ପ୍ଲିଟ୍, ବ୍ଲକ୍ ଭେରିଫିକେସନ୍ କମ୍ପ୍ଲିଟ୍, ଡିଷ୍ଟ୍ରିକ୍ଟ ଭେରିଫିକେସନ୍ କମ୍ପ୍ଲିଟ୍, କଲେକ୍ଟର ଭେରିଫିକେସନ୍ କମ୍ପ୍ଲିଟ୍, ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂରେ ରହିଛି। ଯଦି ଆପଣମାନଙ୍କୁ ଏଇଭଳି ଶୋ ହେଉଥାଏ ଆପଣମାନେ ଆପ୍ଲାଏ କରିଛନ୍ତି ସିଏମ୍ କିଷାନ ଯୋଜନାରେ, ଆପଣମାନଙ୍କର ଯେମିତି ଏଇ ଯେଉଁ 6ଟି ଷ୍ଟେପ୍ ରହିଛି 6ଟି ଷ୍ଟେପ୍ ଯଦି ଆପଣମାନଙ୍କର କମ୍ପ୍ଲିଟ୍ ହେଇସାରିଲାଣି ତାହେଲେ ଆପଣମାନେ ଏଲିଜିବୁଲ୍ ହେଇଯାଇଥିବେ ଯାହାକି ପରବର୍ତ୍ତୀ କିସ୍ତିର ଟଙ୍କା ପାଇବା ପାଇଁ। ସିଏମ୍ କିଷାନ ଯୋଜନାର ଯେଉଁ ପରବର୍ତ୍ତୀ କିସ୍ତିର ଟଙ୍କା ମିଳିବା ପାଇଁ ଯାଉଛି ଆପଣମାନେ ପାଇପାରିବେ ପରବର୍ତ୍ତୀ କିସ୍ତିର ଟଙ୍କା ଯଦି ଆପଣମାନେ ଏଲିଜିବୁଲ୍ ହୋଇଥିବେ। ଦେଖନ୍ତୁ ଷ୍ଟେଟ୍ ଭେରିଫିକେସନ୍ ଯେମିତି ଏଠି ଦେଖିବା ପାଇଁ ମିଳୁଛି ଷ୍ଟାଟସ୍ରେ, ଆପଣମାନେ ଷ୍ଟାଟସ୍ଟି ମଧ୍ୟ ଦେଖିପାରିବେ ଏଇଭଳି ଭାବେ। ଆପଣଙ୍କର ଷ୍ଟାଟସ୍ରେ ଯଦି ଏଲିଜିବୁଲ୍ ଶୋ କରୁଛି ତାହେଲେ ଆପଣମାନେ ଜଣେ ଯୋଗ୍ୟ ହିତାଧିକାରୀ, ଆପଣମାନେ ସିଏମ୍ କିଷାନ ଯୋଜନାର ସହାୟତା ରାଶି ଆପଣମାନେ ପାଇପାରିବେ। ଯେଉଁ ଚାଷୀ ଭାଇମାନଙ୍କର ଏପର୍ଯ୍ୟନ୍ତ ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ହୋଇନାହିଁ, ଯଦି ଆପଣମାନଙ୍କୁ ଷ୍ଟାଟସ୍ ଏଇଭଳି ଭାବେ ଶୋ ହେଉଥାଏ ତାହେଲେ ଆପଣମାନେ କିଛି ଦିନ ଅପେକ୍ଷା କରନ୍ତୁ, ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ହେଇଯିବ। ଯେମିତିକି ଆପଣଙ୍କର 5ଟି ଷ୍ଟେପ୍ ଯଦି କମ୍ପ୍ଲିଟ୍ ହେଇସାରିଛି ଲାଷ୍ଟ ଷ୍ଟେପ୍ଟି ଆପଣମାନଙ୍କର ନିହାତି କମ୍ପ୍ଲିଟ୍ ହେଇଯିବ। ଷ୍ଟେଟ୍ ଭେରିଫିକେସନ୍ ବର୍ତ୍ତମାନ ପେଣ୍ଡିଂରେ ରହିଛି। କିଛି ଦିନ ଭିତରେ ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ହେଇଯିବ, ଯାହାକି ପେଣ୍ଡିଂରେ ବର୍ତ୍ତମାନ ଶୋ ହେଉଛି। ତାହା କମ୍ପ୍ଲିଟ୍ ହେଇଗଲେ ଆପଣମାନେ ଟୋଟାଲି ଚେକ୍ କରିପାରିବେ ଆପଣ ଏଲିଜିବୁଲ୍ କି ନାହିଁ ଆପଣମାନେ ଦେଖିପାରିବେ। ଆପଣ ଯଦି ଜଣେ ଚାଷୀ ଭାଇ ହୋଇଛନ୍ତି, ଆପଣମାନେ ସିଏମ୍ କିଷାନ ଯୋଜନାରେ ଆପ୍ଲାଏ କରିଛନ୍ତି, ଆପଣଙ୍କ ଷ୍ଟାଟସ୍ଟି ନିହାତି ଏଇଭଳି ଭାବେ ଗୋଟେ ଥର ଚେକ୍ କରିନିଅନ୍ତୁ। ଆପଣଙ୍କର ଷ୍ଟାଟସ୍ଟି କ'ଣ ରହିଛି ଆପଣମାନେ ଦେଖିପାରିବେ ଆପଣଙ୍କର ନିଜ ମୋବାଇଲ ମାଧ୍ୟମରେ। ଆପଣମାନଙ୍କୁ ଇନଫର୍ମେସନ୍ଟି ନିହାତି ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ।